ଦେଖିଲେ ସଫା ବେଳ ହେଇଗଲାଣି ଗୋରୁ ଗୋରୁ ଚାଉଡ଼ା ମନ୍ଦିରକୁ ଯିବା ମା ଅପେକ୍ଷା କରିଥିବେ ବାବା ଯାଉଛନ୍ତି ସୂର୍ଯ୍ୟ ମହାପ୍ରଭୁସ୍ତ ପର୍ବତ ଚୂଳ ଚୁମ୍ବୁଛନ୍ତି ମା ଅପେକ୍ଷା କରିଛନ୍ତି ପୁଅ ଆସିଲେ ମୁଁ ଦେବି ମଣେଇ ଦେବି ସେଇ ମହାପ୍ରଭୁ ଯାଉଛନ୍ତି ଗୋଧନ ଗୋଡ଼େଇ ସେଇ ଯେଉଁ पिता श्री कुड़मणि विश्वर प्रतिष्ठाता माँ क्षेत्रपाली मृदंग वाद्य परिषद गोटे जोरदार करताली हो समस्त अतिथि मान द्वारा प्रदीप प्रज्वलन प्रदीप प्रज्वलन महाप्रभु जगन्नाथ जो जगन्नाथंकर शुभाशीष सब कार्य सुरुखुरु संपादित हुए से महाप्रभु जगन्नाथ समस्तंकर मनाभीष्ट पूर्ण करंतु समस्त अतिथि मानक द्वारा अति सुंदर भाव एक सुंदर वर्णाढ्य परिवेश रे प्रदीप प्रज्वलन करा जाउछि नीलाद्र शंख मध्ये शतदल कमले रत्न सिंहासनस्थौ सर्वालंकार युक्तं नवघन रुचिरं संयुक्त जाग्रजनं भद्रया वाम भागे रथ चरणयुक्तं ब्रह्मरुद्रेन्द्र वन्द्यं वेदानं सरमिशं स्वजन परिवृतः ब्रह्मवायु नमामि। ओम दिव्यं ज्योति परम ब्रह्म दिव्यं ज्योति जनार्दन दिव्यं ज्योति हरत पाप संध्या दीपनमस्तुते शांताकारं सुना तृतीय रंध्र रे मृदु चतुर्थ रंध्र रे राधे कदम्ब फुटाई भोला पंचम रंध्र रे बंशी गोपी नाम धरे पंचम रंध्र रे बंशी गोपी नाम धरे भला गोपी नाम धरे राधे 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 बंशी षष्ठ रंध्र स्वरे राधे राधे भला सप्त रंध्र स्वरे सप्तम रंध्र स्वर मुक्ते अगोचर सप्तम रंध्र स्वर मुक्ते अगोचर मोहित हुअन्ति शुणी सुर तरुवर मोहित हुअन्ति शुणी सुर तरुवर
ସାନ ଦିନୁ ନାରୀ ବଧ କରିଛି ସେଇ ଗୋବିନ୍ଦ ଶତ୍ରୁ ହେଲା ମୁରଲି କେ ଗାଳିଆଲ ମୁରଲି କେ ଗାଳିଆଲ କିଏ ରାଧା କର୍ଣ୍ଣ ଲଳିତାକୁ ଲଳିତରେ ଲଳିତାକୁ ଲଳିତାରେ ଆରେ ଭଲ ଲଳିତାକୁ ଲଳିତାରେ ନାଚି ଆସୁଛନ୍ତି ଢଳି ଢଳିଲ ଦେଖି ବାବନ ମାଳି ନାଚି ଆସୁଛନ୍ତି ଢଳି ଢଳିଲ ଦେଖି ବାବନ ମାଳି ପହଞ୍ଚିଗଲେ ରାଧାରାଣୀ ଲଳିତା ବୃନ୍ଦା ସମସ୍ତେ ଅଟାଳି ଉପରେ ଅନେଇଲେ ଦେଖିଲେ କିମିତି ରୂପ ପୂର୍ଣ୍ଣଚନ୍ଦ୍ରମୁଖୀ ଦେଖ ଆଲ ସଖୀ ଏନ ପଲା ବନ୍ୟ ମୃତ୍ତି ଏନ ପଲା ବନ୍ୟ ମୃତ୍ତି ଆରେ ବଲା ଏନ ପଲା ବନ୍ୟ ମୃତ୍ତି ପୂର୍ଣ୍ଣଚନ୍ଦ୍ରମୁଖୀ ଦେଖ ଆଗ ସଖୀ ଏନ ବଲା ବନ୍ୟ ମୃତ୍ତି ଏନ ବଲା ବନ୍ୟ ମୃତ୍ତି ଆରେ ବଲା ଏନ ବଲା ବନ୍ୟ ମୃତ୍ତି କୋଟି 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 କାମ ପ୍ରାୟ ଭିଡ଼ ମୋ କର୍ଣ୍ଣେ ମୋ କର କୁଣ୍ଡଳ ଶିର ଶିଖି ପୁଛ ଆ ଶିର ଶିଖି ଚୂଳ ଗଳେ ବନ ମାଳ ଶ୍ରୀମୁଖ ଚନ୍ଦ୍ର ମଣ୍ଡଳ ସେ କାହ୍ନୁ କାମି ମାନ କର କାମ ଧେନୁ କାହ୍ନୁ କାମି ମାନ କର କାମ ଧେନୁ କଷ୍ଟା ତିମିର ପିଉଷ ଭାନୁ କାହ୍ନୁ କଷ୍ଟା ତିମିର ପିଉଷ ବିଦ୍ୟୁତିରେ ମାନସ ଭଲା ହୋଇ ବିଦ୍ୟୁତେ ମାର ବାତ୍ସଲ୍ୟ ପ୍ରେମ ଧନ୍ୟ ମା ମା କଥା କହିଲେ ପଦମସ୍ତକ ତରଳି ଯାଏ ବାବା ମାନେ ମା ମାନେ ତେଣୁ ମା କେତେ କଷ୍ଟରେ ପୁଅକୁ ଆଜି ପାଳି କୁଆଡେ ପୁଅ ଚାଲି ଯାଇଛି ମା ଅପେକ୍ଷା କରିଥାଏ ବାପା ଅପେକ୍ଷା କରିଥାନ୍ତି କିନ୍ତୁ ସୁନ୍ଦର ଶରୀରକୁ ଗଢି ବାତ୍ସଲ୍ୟ ପ୍ରେମରେ ମା ଗୋଟିଏ ପଦ ଡାକୁଛନ୍ତି ଧନରେ ହେଲେ ନିଧନ ସଂଖାଳି ମୋର ଦରିଦ୍ର ଅନ୍ଧାର ଲଉଡ଼ି ବାପ ହୃଦୟ ରତ୍ନ ହାରାମ କଳା ମାଣି କରେ ପକଳା ମାଣି କରେ ହରିଲୁ নব যৌবন ব্যথা যৌবন ব্যথারে মানসা নব যৌবন ব্যথা আলোপাত কি তু কাউ জানিব প্রেম কে উপকার কে উপকার चाखिले सिना हरिवल अरे ताकू सिना तू चाखिले से कौन ये जीवा सिना जाने तियाना ए खट्टा मीठा की काटू मीठा जे काटू खट्टा मीठा जे काटू आये सुधा भांडे तू जाने की तू आये साधु जाने की कुटिला ए झिया सिना तरकारी अलड़ा दर्शिता चाखिले कहयो तू तो चाखी
କୃଷ୍ଣ ପ୍ରେମ କଣ ତୁ ତ ଜାଣିନୁ ଆଉ କିଛି ସୁଧା ଦାଣ୍ଡରେ ଚଟୁକୁ ନେଇକି ଭର୍ତ୍ତି କରେ ସିଏ କଣ ଜାଣିବ କୃଷ୍ଣ ପ୍ରେମ ଜାଣି ଚାଖିନୁ ଅଭିରାମ ପରମଶ କରମଳା ଚନ୍ଦ୍ର ପଦ ଶ୍ୟାମ ପ୍ରେମ ବଡ ଥଣ୍ଡାରେ ସଙ୍ଗାତ ଭାରି ଥଣ୍ଡା ଟିକେ ପ୍ରଭୁ କହୁଛନ୍ତି ଥଣ୍ଡା ଲାଗୁଛି ଶ୍ୟାମ ପ୍ରେମ ବଡ ଥଣ୍ଡାରେ ସଙ୍ଗାତ ଶ୍ୟାମ ପ୍ରେମ ବଡ ଥଣ୍ଡା ଶ୍ୟାମ ପ୍ରେମ ଶ୍ୟାମ ପ୍ରେମ ବଡ ଥଣ୍ଡା କରୁଣା ବାରିଶ ଟିକେ ମୋ ପ୍ରତି ଆପଣ ଅଜାଡ଼ି ଦେବେ କହିଲେ ସତେ ଭାଗ୍ୟ ହୋଇବ ସତେ ଭାଗ୍ୟ ହୋଇବ ବଳେ ଜନ୍ତୁ ବଧ ମାସକୁ ଧରିବ ରେ ଭାଗ୍ୟ ରହିଥିବେ ଚାହିଁ ଭକ୍ତ ବୋଲି କହି ବୁଝିଦେବି ଆଖିର ଦୁଃଖ ଘୁଞ୍ଚି ଯିବ মূল হেলা পার ধুয়া প্রাণ বন্ধুয়ারে কথা ধুয়া প্রাণ বন্ধুয়ারে কথা ধুয়া আজ্ঞা জনে লেখক কবি ডক্টর শুভঙ্কর দাস কবিতার শীর্ষক হচ্ছে আজ্ঞা তথাপি মো গাঁ হসুছি ହେଇଗଲାଣି ଏବେ ଗୋଟେ ନୂଆ ଫ୍ୟାସନ ବାହାରିଲାଣି ଆପଣଙ୍କ ପଟେ ଥିବ କି ନାହିଁ ଆଜ୍ଞା ଆମର ସେପଟେ ଚାଲିଛି ବେଶୀ ରାତି 4ଟାରୁ ଆଜ୍ଞା ସବୁ ମର୍ଣ୍ଣିଂ ୱାର୍କରେ ବାହାରୁଛନ୍ତି ମର୍ଣ୍ଣିଂ ୱାର୍କରେ ଯେତେବେଳେ ବାହାରୁଛନ୍ତି ଆଜ୍ଞା ଏ ରାସ୍ତା ସାଇଡରେ ଯୋଉ ତରାଟ ଗଛ ଅଛି ଚମ୍ପା ଗଛ ଅଛି ରାତି 4ଟାରୁ ଦେଖିବେ ଆଜ୍ଞା ଫୁଲ ତ ତୋଳୁଛନ୍ତି ଡାଳ ପତ୍ର ଆଜ୍ଞା ସବୁ ଭାଙ୍ଗି ଦଉଛନ୍ତି ସକାଳ ପାଇଲା ବେଳକୁ ଗୋଟିଏ ଫୁଲ ନଥିବ ନାଇଁ ସକାଳ ପାଇଲା ବେଳକୁ ଗୋଟିଏ ଫୁଲ ନାହିଁ ଠାକୁରାଣୀ କ୍ଷେତ୍ରପାଳି ମନ୍ଦିରକୁ ଗଲା ବେଳକୁ ପୂଜାରୀ କହୁଛନ୍ତି ଫୁଲ କାଇଁ ଏ ବାପା ଫୁଲ କାଇଁ ଖାଲି ସେତିକି ନୁହଁ କ୍ଷୀର ଦଉଛି ଦେଢଶରେ କ୍ଷୀର ନାଗୁଆ କରିଛି କୋଉ ଗାଈଠୁ ଦୁହୁଁଛି ବାବୁରେ କହିଲେ କହିବ କହୁଛି ତଥାପି ମୋ ଗାଁ ହସୁଛି ଆମ ଗାଁରେ ଆଜ୍ଞା ଗୋଟେ ମା ଅଛି ତା ନାଁ ହେଲା ନେତର ଆଜ୍ଞା 2-4ଟା ଗାଈ ତା ଯୋଗୁଁ ଆଜ୍ଞା 2-3ଟା ଛଡେଇ ଗଲେଣି ଆଉ ଗୋଟିଏ ଗାଈ କ୍ଷୀର ଦଉଛି ସିଏ ଆଜ୍ଞା 1.5 ପା କ୍ଷୀର ଦଉଛି ଗାଁ ଯାକରେ ଯେତେ ମା ମାନେ ଅଛନ୍ତି ଆଜ୍ଞା ସବୁ ମା ମାନଙ୍କର
ଗାଈ କ୍ଷୀର ଦିଅନ୍ତା ପିଲାଟା ଆଜ୍ଞା ସୁସ୍ଥ ସବଳ ହୁଅନ୍ତା। ନେତର ତ ଯୋଉ ଗାଈଟି ଦୁହାଁ ହଉଛି ସେ ମାତ୍ର 1.5 ପା ଦଉଛି। 15 ଘରେ ଏ କ୍ଷୀର କେମିତି ଯୋଗେଇବ? ରାତି 4ଟାରେ ଆଜ୍ଞା ସାରଙ୍ଗ ଯୋଡି ମେଳଣ ପଡିଆ ପାଖ ଛକରେ ପ୍ୟାକେଟ କ୍ଷୀର ବିକା ହଉଛି। ନାତିକି ଆଜ୍ଞା ପଠେଇ ଦଉଛି ବେଗରେ ତାକୁ ପୁରେଇ ଆଣୁଛି। ସେ ତ ଡବଲ ଟୋନ ବାଲା, ସେ ଟିକେ ମୋଟା ଅଛି କ୍ଷୀର। ତାକୁ ଗରମ କରି ପାଣି ଡବଲ ଢାଳି ବୋତଲରେ ପୁରେଇକି ଆଜ୍ଞା 15 ଘରେ ନେଇକି ନେତ ମାଉସୀର ନାତି ବାଣ୍ଟି ଦଉଛି। ସେଇଆକୁ ଆଜ୍ଞା ପିଇ କରି ଯେତେ ମା ମାନେ ଅଛନ୍ତି ସମସ୍ତେ କହୁଛନ୍ତି ଯାହା ହଉ ନେତ ବୁଢୀଟା କ୍ଷୀର ଟୋପେ ଟୋପେ ଦଉଛି ବୋଲି ମୋର ନାତି ଟୋପାଟା ବଞ୍ଚି। ବାବୁରେ ତଥାପି ମୋ ଗାଁ ହସୁଛି। ପ୍ରାଣ ବନ୍ଧୁଆରେ ଆଜିକାଲି କଥା